ସମସ୍ତଙ୍କୁ ଶୁଭ ସକାଳ ପିଲାମାନେ। ସମସ୍ତେ କେମିତି ଅଛ? ଭଲରେ ଅଛ? ହଉ, ମୁଁ ମଧ୍ୟ ଭଲରେ ଅଛି। ଆଚ୍ଛା, ପିଲାମାନେ କହିଲ, ପୂର୍ବ କ୍ଲାସରେ ଆମେ କୋଉ ବିଷୟରେ ଆଲୋଚନା କରିଥିଲେ? ହଁ, ପଞ୍ଚମ ଶ୍ରେଣୀର ଭାଷା ମହକ ବିଷୟରେ ଆମେ ଆଲୋଚନା କରିଥିଲେ। ହଁ ନା ନାଇଁ? ପ୍ରସଙ୍ଗର ନାମ କଣ ଥିଲା? ହଁ, ପ୍ରସଙ୍ଗର ନାମ ଥିଲା ଗଛ କାହାଣୀ। ଆଚ୍ଛା, କବିତାର କବି କିଏ ଥିଲେ? କବିତାର କବି ଡକ୍ଟର ରାମଚନ୍ଦ୍ର ନାୟକ ଥିଲେ। ହଁ ନା ନାଇଁ? ଗତ କ୍ଲାସରେ ଆମେ କଣ ପଢିଲେ? ଗତ କ୍ଲାସରେ କବି ପରିଚୟ ବିଷୟରେ ଆମେ ଜାଣିଲେ। କବିତାର ପ୍ରଥମ ପଦ୍ୟକୁ ଆମେ ବୁଝିଲେ, ଆବୃତ୍ତି କଲେ ଏବଂ ବହୁତ ସୁନ୍ଦର ଭାବରେ ତମେମାନେ ମୋ ସହିତ ଆବୃତ୍ତି କରିଥିଲ। ହଁ ନା ନାଇଁ? ହଁ, ତେବେ ଆସ ଆଜି ଆମେ କବିତାର ଦ୍ୱିତୀୟ ପଦକୁ ଆବୃତ୍ତି କରିବା, ପଢିବା, ବୁଝିବା। ଠିକ ଅଛି ପିଲେ? ହଉ, ଆସ। ଆଚ୍ଛା, ପିଲେମାନେ କଣ ଦେଖିବାକୁ ପାଉଛ? ହଁ, ଗଛ ତଳେ ପିଲାମାନେ ବସିଛନ୍ତି। ହଁ ନା ନାଇଁ? ଏବଂ ଗଛଟିଏ ପିଲାମାନଙ୍କୁ କାହାଣୀ କହୁଛି। ହଁ ନା ନାଇଁ? ଆଚ୍ଛା, ଏଇ ଚିତ୍ରରେ କଣ ଦେଖିବାକୁ ପାଉଛ? ହଁ, ଗଛଟିଏ ପିଲାମାନଙ୍କୁ ଫଳ ଦଉଛି ଏବଂ ପିଲାମାନେ ଅତି ଖୁସିରେ, ଅତି ଆନନ୍ଦରେ ଗଛଟାରୁ ଫଳ ନେଉଛନ୍ତି। ହଁ ନା ନାଇଁ? ଯାହାକି ପୂର୍ବ ଭିଡିଓରେ ଆମେ କଣ ୟା ବିଷୟରେ ପଢିଥିଲେ। ହଁ ନା ନାଇଁ? କବିତାର ପ୍ରଥମ ପଦ୍ୟର ଏଇ ସବୁ ସାରା ଅଂଶ ଆମେ ପଢିଥିଲେ। ହଁ ନା ନାଇଁ? ବହୁତ ବଢିଆ। ତ ଆସ ପିଲେ, ପୂର୍ବ ଭିଡିଓ ଅନୁଯାୟୀ ମୁଁ ତୁମକୁ କିଛି ପ୍ରଶ୍ନ ପଚାରିବି, ତମେ ମାନେ ଉତ୍ତର କହିବ। ହଁ ନା ନାଇଁ? ଆଚ୍ଛା ଆଚ୍ଛା, କହିଲ ପିଲେ, ଗଛ କାହାଣୀ କବିତାର କବି କିଏ ଥିଲେ? ହଁ, କବି ଥିଲେ ଡକ୍ଟର ରାମଚନ୍ଦ୍ର ନାୟକ। ହଁ ନା ନାଇଁ? ହଉ, ଆଚ୍ଛା, ଠିକ ଅଛି। କହିଲ ପିଲେ, କବି କେଉଁ ସହରରେ ଜନ୍ମଗ୍ରହଣ କରିଥିଲେ? ହଁ, କବି କାଶୀପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ହଁ ନା ନାଇଁ? ହଉ, ତାଙ୍କ ପିତାଙ୍କ ନାମ କଣ ଥିଲା? କିଏ କହିପାରିବ? ମନେ ପକାଅ। ହଁ, ତାଙ୍କ ପିତାଙ୍କ ନାମ ଥିଲା ବାଙ୍କା ନାୟକ। ହଁ ନା ନାଇଁ? ହଉ, କହିଲ, ଗଛ କାହାକୁ ଭଉଣୀ ଭାଇ ବୋଲି ଡାକୁଛି? ହଁ, ଭେରି ଗୁଡ୍। ଗଛ ପିଲାମାନଙ୍କୁ ଭଉଣୀ ଭାଇ ବୋଲି ଡାକୁଛି। ହଁ ନା ନାଇଁ? ଆଚ୍ଛା, ଆହୁରି କହିଲ, ଗଛ କଣ ଖାଇବାକୁ ଅନୁମତି ଦଉଛି? ହଁ, ଗଛ ପିଲାମାନଙ୍କୁ ଫଳ ଖାଇବାକୁ ଅନୁମତି ଦେଇଛି। ବା, ତାହେଲେ ସୁନ୍ଦର ଭାବରେ କବିତାଟିକୁ ମନେ ରଖିଥିଲ। ହଁ ନା ନାଇଁ? ହଁ, ସମସ୍ତଙ୍କ ପାଇଁ ଗୋଟେ ଜୋରରେ ତାଳି ହେଇଯାଉ। ହଁ ନା ନାଇଁ? ତ ଆସ ପିଲେ, ଆଜି ଆମେ କବିତାର ଦ୍ୱିତୀୟ ପଦକୁ ପଢିବା। ହଁ ନା ନାଇଁ? ଏବଂ ମୁଁ ଆବୃତ୍ତି କରିବି, ମୋ ସହିତ ସମସ୍ତେ କହିବ। ହଁ ନା ନାଇଁ? ହଉ, ଆସ। ଟାଣି ନଉଛ ଡାଲକୁ ମୋହର, ସଚନା ନ କରି ତିଳେ, ଜାଣି ପାରିବନି ପରାଣ ମୋହର, ଦୁଃଖରେ କିପରି ଜଳେ। ଭଲ ଲାଗିଲା ପିଲେ? ହଁ, କଣ ଆଉ ଥରେ କହିବା? ହଉ, ଠିକ ଅଛି, ଆସ। ଟାଣି ନଉଛ ଡାଲକୁ ମୋହର, ସଚନା ନ କରି ତିଳେ, ଜାଣି ପାରିବନି ପରାଣ ମୋହର, ଦୁଃଖରେ କିପରି ଜଳେ। ଏପରି ଭାବରେ କବିତାର ଦ୍ୱିତୀୟ ପଦ୍ୟରେ କବି କହିଛନ୍ତି। ତେବେ ଆସ, କଣ କହିଛନ୍ତି ତାହା ଆମେ ବୁଝିବାକୁ ଚେଷ୍ଟା କରିବା। ଠିକ ଅଛି ପିଲେ? ହଁ, ତ କବିତାର ଦ୍ୱିତୀୟ ପଦ୍ୟରେ ପ୍ରଥମ ଧାଡିରେ କବି କଣ କହିଛନ୍ତି? ଟାଣି ନଉଛ ଡାଲକୁ ମୋହର, ସୋଚନା ନ କରି ତିଳେ। ୟାର ଅର୍ଥ ହଉଛି ପିଲେମାନେ, କବି ଏଠାରେ କହିବାକୁ ଚାହୁଁଛନ୍ତି, ଗଛର ନରମ ଗଭୀର ଦୁଃଖକୁ ଭାବପୂର୍ଣ୍ଣ ଭାବେ
ପ୍ରକାଶ କରିଛନ୍ତି। ହଁ ନା ନାଇଁ? ଯେ କେହି ମୋର ଡାଳକୁ ଟାଣି ନେଉଛ, କିନ୍ତୁ ଏଥିପାଇଁ ମୋର କୌଣସି ଶୋଚନା ନାହିଁ। ମୋର ପରାଣ କିପରି ଦୁଃଖରେ ଜଳୁଛି ତାହା ଅନ୍ୟ କେହି ଜାଣିପାରୁନାହିଁ। ଏଠି କାହାର ପରାଣ ଦୁଃଖରେ ଜଳୁଛି ବୋଲି କବି କହିଛନ୍ତି? ହଁ, ଗଛର। ହଁ 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 ନା ନାଇଁ? ଆମେ ଗଛଠାରୁ କଣ ଫଳ ନେଇଥାଉ, ହଁ ନା ନାଇଁ? ଫଳ ନେବା ସମୟରେ କଣ ଡାଳକୁ ଟାଣି ନେଇଥାଉ, ହଁ ନା ନାଇଁ? କିନ୍ତୁ ଏଥିପ୍ରତି ଗଛର କଣ କଣ ଆପତ୍ତି ନାହିଁ। ତଥାପି ଗଛ ଆମକୁ ଫଳ ଦେଇଥାଏ, ହଁ ନା ନାଇଁ? ଏହି କଥା କବି କବିତାର ଦ୍ୱିତୀୟ ପଦ୍ୟର ପ୍ରଥମ ଧାଡ଼ିରେ ବୁଝେଇବାକୁ ଚେଷ୍ଟା କରିଛନ୍ତି, ହଁ ନା ନାଇଁ? ତେବେ ଆସ କବିତାର ଦ୍ୱିତୀୟ ପଦ୍ୟର ଦ୍ୱିତୀୟ ଧାଡ଼ିରେ କବି କଣ କହିଛନ୍ତି ସେଟା ଆମେ ବୁଝିବାକୁ ଚେଷ୍ଟା କରିବା। ଆଚ୍ଛା, ଜାଣିପାରିବନି ପରାଣ ମୋହର ଦୁଃଖରେ କିପରି ଜଳେ, ହଁ ନା ନାଇଁ? ଯେତେବେଳେ ଆମେ ଗଛଟାରୁ କଣ ଫଳ ନେଇଥାଉ, ହଁ ନା ନାଇଁ? ଏବଂ ଫଳ ନେବା ସମୟରେ ଆମେ କଣ ତିଳେ ମାତ୍ରେ ବି ଚିନ୍ତା ନ କରୁ ଯେ ଗଛର ଅବସ୍ଥା କଣ ହୋଇଥାଉଅଛି। ଏହିପରି ଭାବରେ ଆହୁରି ମଧ୍ୟ କବି କହିଛନ୍ତି ଯେ ଗଛ ମନର ବେଦନାକୁ ଆମେ ଜାଣିପାରୁନାହୁଁ, ହଁ ନା ନାଇଁ? ବାହାରେ କବି ଗଛର ଶାନ୍ତ ଦେଖାଉଥିବା ସତ୍ତ୍ୱେ ତାଙ୍କ ମନରେ ଅତ୍ୟଧିକ ଯନ୍ତ୍ରଣା ଅଛି, ଏହା ଅନ୍ୟମାନେ କେହି ଜାଣିପାରୁନାହାନ୍ତି। ଗଛର ଅନ୍ତର୍ନିହିତ ଦୁଃଖକୁ ଆମେ କେହି ବୁଝିପାରୁନାହୁଁ, ହଁ ନା ନାଇଁ? ଯେତେବେଳେ ଆମେ ଗଛଠୁ ଫଳ ନେଇଥାଉ, ହଁ ନା ନାଇଁ? ଏପରି ଭାବରେ କବି କବିତାର ଦ୍ୱିତୀୟ ପଦ୍ୟରେ ଦ୍ୱିତୀୟ ଧାଡ଼ିରେ ଏପରି ଭାବରେ ବୁଝେଇଛନ୍ତି, ହଁ ନା ନାଇଁ? ହଁ, ତ ଆସ ଏବେ ମୁଁ ତୁମମାନଙ୍କୁ କିଛି ପ୍ରଶ୍ନ ପଚାରିବି ପିଲେ, ତୁମେ ତାର ଉତ୍ତର କହିବ, ହଁ ନା ନାଇଁ? ଯାହା କିଛି ବି ଆମେ କବିତାର ଦ୍ୱିତୀୟ ପଦ୍ୟରେ ଆମେ ପଢ଼ିଲେ, ଆବୃତ୍ତି କଲେ, ହଁ ନା ନାଇଁ? ସେଇ ବିଷୟରେ ମୁଁ ତୁମକୁ କିଛି ପ୍ରଶ୍ନ ପଚାରିବି, ତମେ ସମସ୍ତେ ଉତ୍ତର କହିବ, ଠିକ ଅଛି? ଆଚ୍ଛା ଆଚ୍ଛା, କହିଲ ପିଲେ, କବି ଏଠାରେ କିପରି ଗଛର ମନର ଗଭୀରକୁ ଦୁଃଖ ଭାବପୂର୍ଣ୍ଣ ଭାବେ ପ୍ରକାଶ କରିଛନ୍ତି, କିଏ କହିପାରିବ? ହଁ, କବି ଏଠାରେ ଗଛର ମନର ଗଭୀର ଦୁଃଖକୁ ଭାବପୂର୍ଣ୍ଣ ଭାବେ ପ୍ରକାଶ କରିଛନ୍ତି ଯେ କେହି ଗଛର ଡାଳକୁ ଟାଣି ନେଉଛ, କିନ୍ତୁ ଗଛ ତାହା ପାଇଁ କୌଣସି ଶୋଚନା ନିଜେ ମନରେ ରଖୁନାହିଁ। ତଥାପି ଗଛ ମନ ଭିତରେ ଗଭୀର ଦୁଃଖ ରହିଛି। ଯେତେବେଳେ ଆମେ ଗଛ ଉପରେ ଚଢ଼ି ଡାଳ ଉପରେ ବସି ଗଛଠାରୁ ଆମେ ଫଳ ନେଉଥାଉ, ହଁ ନା ନାଇଁ? ଏବଂ ଗଛର ଅବସ୍ଥାକୁ ଆମେ ଅଣଦେଖା କରିଥାଉ ଏବଂ ଗଛର ଯତ୍ନ ନଥାଉ, ହଁ ନା ନାଇଁ? ସେତିକି ସମୟରେ ଠିକ ଗଛର ମନ ଭିତରେ କଣ ଗଭୀର ଦୁଃଖ ମନୋଭାବ ହୋଇଥାଏ। ତଥାପି କଣ ଗଛ ଆମକୁ ଫଳ ଦେଇଥାଏ। କିପରି ଭାବରେ କବି କହିଛନ୍ତି, ହଁ ନା ନାଇଁ? ହଉ, ବହୁତ ବଢିଆ। ତ ଆସ ମୁଁ ଆଉ ଗୋଟିଏ ତୁମକୁ ପ୍ରଶ୍ନ ପଚାରିବି, ହଁ ନା ନାଇଁ? ପ୍ରଶ୍ନଟି ହେଉଛି, କାହିଁକି କୁହାଯାଇଛି ଯେ ଗଛର ଡାଳକୁ କେହି ଟାଣି ନେଉଥିଲେ ମଧ୍ୟ ତାହାର ଶୋଚନା ନାହିଁ ଏବଂ ତାହାର ଦୁଃଖକୁ ଅନ୍ୟ କେହି ଜାଣିପାରୁନାହିଁ, ହଁ ନା ନାଇଁ? ଆଚ୍ଛା, କହିଲ। ହଁ, ଗଛ ନିର୍ବାକ ଓ ସହନଶୀଳତାରେ ଲୋକେ ତାହାର ଡାଳ ଟାଣି ନେଲେ ମଧ୍ୟ ସେ କୌଣସି ଅଭିଯୋଗ କରୁନାହିଁ, କିନ୍ତୁ ତାହାର ମନର ଗଭୀର ଦୁଃଖକୁ ଅନ୍ୟ କେହି ଜାଣିପାରୁନାହିଁ, ହଁ ନା ନାଇଁ? ଦେଖ, ଚିତ୍ରରେ ଆମେ କଣ ଦେଖୁଛେ? ହଁ, ଯେତେବେଳେ ଗଛଟାରୁ ଆମେ ଫଳ ନେଇଥାଉ ଏବଂ କଣ ବଜାରରେ ତାହା ବିକ୍ରି କରିଥାଉ, ହଁ ନା ନାଇଁ? ଡାଳରେ ଚଢ଼ିଥାଉ, ଗଛର ଏକ ଡାଳ ସେ ଡାଳ ନେଇକି ଆମେ ଫଳ ନେଇଥାଉ। ଠିକ ସେତିକି ବେଳେ ଗଛର ମନର ଦୁଃଖ କଥାକୁ ଆମେ କେହି ବୁଝିପାରୁନାହୁଁ, ହଁ ନା ନାଇଁ? ତାର ଗଭୀର ଦୁଃଖ ଆମେ କେହି ଜାଣିପାରୁନାହୁଁ, ହଁ ନା ନାଇଁ? ଠିକ ଏଇ କଥା କବି କହିଛନ୍ତି, ହଁ ନା ନାଇଁ? ହଉ, ଆସ ଆହୁରି ଗୋଟିଏ ପ୍ରଶ୍ନ ପଚାରିବି, ତମେ ସମସ୍ତେ କହିବ। ପରାଣ ମୋହର ଦୁଃଖରେ କିପରି ଜଳେ, କବି କେଉଁ ଭାବନାକୁ ବ୍ୟକ୍ତ କରିଛନ୍ତି, କହିଲ ପିଲେ? ହଁ, କବି ପରାଣ ମୋହର ଦୁଃଖରେ କିପରି ଜଳେ ବାକ୍ୟରେ କବି ଗଛର ମନର ଗଭୀର ଦୁଃଖ ଓ ବେଦନା ଭାବନାକୁ ବ୍ୟକ୍ତ କରିଛନ୍ତି, ହଁ ନା ନାଇଁ? ଯେତେବେଳେ ଆମେ ଫଳ ନେଇଥାଉ ଗଛଟାରୁ, ହଁ ନା ନାଇଁ? ଠିକ ସେତିକି ବେଳେ କଣ ଗଛ ମନ ଭିତରେ ତାର ପରାଣ ଜଳି ଉଠୁଥାଏ,
ବୋଲି ସେ ଗଛ ମନୋଭାବ କରିଥାଏ। ହଁ ନା ନାହିଁ? ଗଛକୁ ଆମେ କ'ଣ ଅନାବଶ୍ୟକ ସତ୍ତ୍ୱେ ବି ଆମେ ଗଛଟାରୁ ଫଳ ନେଇଥାଉ ଏବଂ ବିକ୍ରି କରିଥାଉ ବଜାରରେ। ହଁ ନା ନାହିଁ? ଠିକ୍ ସେହି ସମୟରେ ଗଛ ମନ ଭିତରେ ଗଭୀର ଦୁଃଖ ବେଦନା ଭାବକୁ କବି ଏଠାରେ କ'ଣ ପ୍ରକାଶ କରିଛନ୍ତି। ହଁ ନା ନାହିଁ? ହଉ, ବହୁତ ବଢ଼ିଆ ଭାବରେ ସମସ୍ତେ ପ୍ରଶ୍ନର ଉତ୍ତର ଦେଇଛ। ଠିକ୍ ଅଛି। ତ ଆସ ମୁଁ ତୁମକୁ କିଛି ଘରେ କାମ କରିବାକୁ ଦେବି, ତମେ ସମସ୍ତେ କ'ଣ ଲେଖିକି ଆଣିବ। ଆଚ୍ଛା, ଠିକ୍ ଅଛି। ତ କାମଟି ହେଉଛି ପିଲେ ଖାତାରେ ଲେଖିନିଅ ସମସ୍ତେ। ହଁ ନା ନାହିଁ? ଘରେ କରିକି ଆଣିବ। ହଁ ନା ନାହିଁ? ଗଛ ଆମର ଉପକାରୀ, ଆମର ବନ୍ଧୁ, ଏହି ଭାବନାକୁ ନେଇ ଅନୁଚ୍ଛେଦ, କବିତା ବା ଛୋଟ କାହାଣୀ ଲେଖି ଆଣିବ। ହଁ ନା ନାହିଁ? କ'ଣ? ଗଛ ଆମର ଉପକାରୀ, ଆମର ବନ୍ଧୁ, ଏ ବିଷୟକୁ ନେଇ ତମେ କ'ଣ ଘରେଟିଏ କାହାଣୀଟିଏ ଲେଖି ଆଣିବ। ଠିକ୍ ଅଛି ପିଲେ। ହଉ, ଆଜିକି ପାଇଁ ଏତିକି ଥାଉ। ପରବର୍ତ୍ତୀ ଭିଡ଼ିଓରେ ଆମେ ଆହୁରି ଏହି କବିତା ବିଷୟରେ ଜାଣିବା। ଖୁସିରେ ଶିଖିବା ସମସ୍ତଙ୍କ ଅଧିକାର। ନମସ୍କାର।